जय श्री जगन्नाथ भाई मैंने सर्वप्रथम गुरुदेव गणपति ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ପଞ୍ଚାଙ୍ଗ ସେସନ କୁ ଆଗକୁ ବଢେଇବା। ପଞ୍ଚାଙ୍ଗ ସେସନ କ୍ରମରେ ଆମେ ଆଜି ପଢିବା ନିନ୍ଦ୍ୟ ତିଥି। ନିନ୍ଦ୍ୟ ତିଥି କଣ, ଶୁଭ କର୍ମରେ ବର୍ଜିତ, ଏଗୁଡାକ ସବୁ। ଚାଲନ୍ତୁ ଆମେ ତା ବିଷୟରେ ବିଷୟରେ ଡିଟେଲ ଭଲସେ ଜାଣିବା। ନିନ୍ଦ୍ୟ ତିଥି। ନିନ୍ଦ୍ୟ ତିଥି କେମିତି ହୁଏ ନା, ତିଥି ଆଉ ନକ୍ଷତ୍ରର ସଂଯୋଜନରେ ନିନ୍ଦ୍ୟ ତିଥି ହୁଏ। ତିଥି ଓ ନକ୍ଷତ୍ର ସଂଯୋଜନରେ ଯୋଗରେ ମାନେ ଗୋଟେ ସ୍ପେସିଫିକ ତିଥି ରେ ନିନ୍ଦ୍ୟ ତିଥି ହୁଏ। ସ୍ପେସିଫିକ ତିଥି ସ୍ପେସିଫିକ ନକ୍ଷତ୍ର। ଠିକ ଅଛି, ତ କୋଉ କୋଉ କଣ କଣ ଆଗ ଲେଖିଦବା। ଦ୍ୱାଦଶୀ, ପ୍ରତିପଦା, ଦ୍ୱିତୀୟା, ପଞ୍ଚମୀ, ତୃତୀୟା, ଏକାଦଶୀ, ତ୍ରୟୋଦଶୀ, ତ୍ରୟୋଦଶୀ ପରେ ସପ୍ତମୀ, ନବମୀ, ଅଷ୍ଟମୀ, ଷଷ୍ଠୀ। ଉଭୟ ପକ୍ଷର, ଏଟା ଉଭୟ ପକ୍ଷର ଦ୍ୱାଦଶୀ, ଉଭୟ ପକ୍ଷର। କାରଣ ଯେହେତୁ ଏଇଟା ତିଥି ଆଉ ନକ୍ଷତ୍ରର ସଂଯୋଜନରେ ହଉଛି, ସେଥିପାଇଁ ଉଭୟ ପକ୍ଷ ଏଥିରେ ଇନକ୍ଲୁସିଭ, କେବଳ ନୁହଁ। ଏଇଟା ଉଭୟ ପକ୍ଷର, କୃଷ୍ଣ ପକ୍ଷ ଶୁକ୍ଳ ପକ୍ଷର ତିଥି ଗୁଡା ଲେଖିଥିଲି, ଏବେ ନକ୍ଷତ୍ର ଗୁଡାକ ଲେଖୁଛି। ଦ୍ୱାଦଶୀ ତିଥିରେ ଯଦି ଅଶ୍ଳେଷା ନକ୍ଷତ୍ର ପଡିଲା, ପ୍ରତିପଦାରେ ଯଦି ଉତ୍ତର ଆଷାଢା ନକ୍ଷତ୍ର ପଡିଲା, ଦ୍ୱିତୀୟରେ ଯଦି ଅନୁରାଧା ନକ୍ଷତ୍ର ପଡିଲା, ପଞ୍ଚମୀରେ ଯଦି ମଘା ନକ୍ଷତ୍ର ପଡିଲା, ତୃତୀୟା ତିଥିରେ ଯଦି ଉତ୍ତର ଫାଲ୍ଗୁନି, ଉତ୍ତର ଷାଢା, ଉତ୍ତର ଭାଦ୍ରପଦ, ତିନିଟା ଯାକ ଉତ୍ତର ଯଦି ତୃତୀୟରେ ପଡିଲା, ଏକାଦଶୀରେ ଯଦି ରୋହିଣୀ ନକ୍ଷତ୍ର ପଡିଲା, ତ୍ରୟୋଦଶୀରେ ଯଦି ସ୍ୱାତି ଓ ଚିତ୍ରା ନକ୍ଷତ୍ର ପଡିଲା, ସପ୍ତମୀରେ ଯଦି ହସ୍ତା ଓ ମୂଳା ନକ୍ଷତ୍ର ପଡିଲା, ନବମୀରେ ଯଦି କୃତ୍ତିକା ନକ୍ଷତ୍ର ପଡିଲା, ଅଷ୍ଟମୀରେ ଯଦି ପୂର୍ବ ଭାଦ୍ରପଦ ନକ୍ଷତ୍ର ପଡିଲା, ଷଷ୍ଠୀରେ ଯଦି ରୋହିଣୀ ନକ୍ଷତ୍ର ପଡିଲା, ତାହେଲେ ଏଗୁଡାକୁ କୁହାଯିବ ନିନ୍ଦ୍ୟ ତିଥି। ଶାସ୍ତ୍ର ଏହି ତିଥି ଗୁଡିକୁ ନିନ୍ଦ୍ୟ ତିଥି ବୋଲି କୁହାଯାଏ। ମାନେ ଶାସ୍ତ୍ର କହିଛି ଏଗୁଡା ସବୁ ନିନ୍ଦ୍ୟ ତିଥି। ଶୁଭ କାର୍ଯ୍ୟରେ ବର୍ଜିତ ଅଟନ୍ତି। ଏଇ ଏମିତି ଯଦି କମ୍ବିନେସନ ଆସିବ, ଶୁଭ କର୍ମରେ ବର୍ଜିତ, ମାନେ ବର୍ଜିତ ମାନେ ଏଠାରେ ଶୁଭ କର୍ମ କରାଯିବ ନାହିଁ। ଚତୁର୍ଭୁଜ ମିଶ୍ର ଜଣେ ବହୁତ ବଡ ପଣ୍ଡିତ ଥିଲେ କାଶୀର। ସିଏ କହିଛନ୍ତି
ଯଦି ତାଙ୍କ ଅନୁସାରେ ଯଦି କୌଣସି ଲୋକ ଏଇ ନିନ୍ଦ୍ୟ ତିଥି ମାନଙ୍କରେ ଏଇ ଯୋଉ ତିଥି ସ୍ପେସିଫିକ ତିଥି ଓ ନକ୍ଷତ୍ରର ଯୋଗରେ ଯୋଉ ନିନ୍ଦ୍ୟ ତିଥିର ସୃଷ୍ଟି ହେଉଛି ଏଇ ନିନ୍ଦ୍ୟ ତିଥିରେ ଯଦି କୌଣସି ଲୋକ ଶୁଭ କର୍ମ କରେ ତେବେ ପଣ୍ଡିତ ଶ୍ରୀ ଚତୁର୍ଭୁଜ ମିଶ୍ରଙ୍କର ଯୋଉ ଲେଖା ଅଛି ଯେ ଏଇ ନିନ୍ଦ୍ୟ ତିଥିରେ ଶୁଭ କାର୍ଯ୍ୟ କରୁଥିବା ଲୋକଙ୍କର 6 ମାସ ଭିତରେ ନିଧନ ହେଇଯାଏ। ଠିକ ଅଛି। କିନ୍ତୁ ସତ୍ୟ ଏଇଆ ଯେ ନିନ୍ଦ୍ୟ ତିଥିରେ କୌଣସି କର୍ମ କଲେ ତାହା ସମ୍ପୂର୍ଣ୍ଣତା ଲାଭ କରେ ନାହିଁ ଏବଂ ସେଇଟା ପ୍ରୋବ୍ଲେମ ସୃଷ୍ଟି କରେ ଆଗକୁ ଯାଏ। କିନ୍ତୁ ପଣ୍ଡିତ ଚତୁର୍ଭୁଜ ମିଶ୍ର ତାଙ୍କ ପ୍ରବନ୍ଧ ନିବନ୍ଧରେ ଲେଖିଛନ୍ତି ଯେ ନିନ୍ଦ୍ୟ ତିଥିରେ କରାଯାଉଥିବା ଯିଏ ଲୋକ ଶୁଭ କର୍ମ କରୁଥିବ ନିନ୍ଦ୍ୟ ତିଥିରେ ସିଏ ପ୍ରୋବ୍ଲେମ ଫେସ୍ କରିବ। ଆଜିକାଲି ତ ଲୋକମାନେ କିଛି ଜାଣିନାହାନ୍ତି ସେମାନେ ଜ୍ୟୋତିଷ ପାଖକୁ ଯିବେ କହିବେ ଆଜ୍ଞା ଗୋଟେ ଆମକୁ ଭଲ ଡେଟ୍ ଦିଅ। ଜ୍ୟୋତିଷ ଯଦି ନିନ୍ଦ୍ୟ ତିଥିକୁ ନ ଭେରିଫାଏ କରି ନିନ୍ଦ୍ୟ ତିଥିର କୌଣସି ଏମିତି କାମ ଦେଇଦେଲା ତାହେଲେ କର୍ମ ଫଳ ଟା ଦି ଜଣଙ୍କ ଭିତରେ ଯିଏ କରୁଥିବ ତାର ଆଉ ଯିଏ ଆଡଭାଇସ କରିଥିବ ତା ଭିତରେ ତାରତମ୍ୟ ଅନୁସାରେ ଭାଗ ହେଇଯିବ। ତେବେ ଆଜିର ସେସନରେ ଆମେ ଜାଣିଲେ ନିନ୍ଦ୍ୟ ତିଥି କଣ, ନିନ୍ଦ୍ୟ ତିଥିରେ ଶୁଭ କର୍ମ ବର୍ଜିତ, ନିନ୍ଦ୍ୟ ତିଥିରେ କୌଣସି ଶୁଭ କାର୍ଯ୍ୟ କଲେ ତାହା 6 ମାସ ଭିତରେ ତାର ନେଗେଟିଭ ଇମ୍ପାକ୍ଟ ମଣିଷ ଉପରେ ପଡେ। କେବଳ ସେଇ ଲୋକ ଉପରେ ପଡେନି ଯେ ଶୁଭ କର୍ମ କରିଥାଏ, ଯୋଉ ଲୋକ ତାକୁ ସଜେଷ୍ଟ କରିଥାଏ ଡେଟ୍ ଦେଇଥାଏ ଶୁଭ କର୍ମ କରିବା ପାଇଁ ତା ଉପରେ ମଧ୍ୟ ପଡେ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।